ଯେଉଁ ମୁହୂର୍ତ୍ତରେ ଆପଣ ଏହି ଭିଡିଓ ଦେଖୁଛନ୍ତି ସେହି ମୁହୂର୍ତ୍ତରେ ଉପରବାଲା ଆପଣଙ୍କ ଜୀବନରେ ଏପରି କିଛି ଲେଖୁଛନ୍ତି ଯାହା ହୁଏତ ଗତ କେତେ ବର୍ଷ ମଧ୍ୟରେ କେବେ ହୋଇନଥିଲା। କୁମ୍ଭ ରାଶି, ଆଜିର ରାତି ଆପଣଙ୍କ ପାଇଁ ସାଧାରଣ ରାତି ନୁହେଁ, କାରଣ 5ଟି ଏପରି ଖୁସି ଖବର ଆପଣଙ୍କ ଦ୍ୱାର ମୁହଁରେ ଛିଡା ହୋଇଛି, ଯାହା ମଧ୍ୟରୁ ଗୋଟିଏ ଖୁସି ଖବର ଆପଣଙ୍କ ସମ୍ପୂର୍ଣ୍ଣ ଭାଗ୍ୟର ଦିଗ ବଦଳାଇ ଦେଇପାରେ। କିନ୍ତୁ ଅପେକ୍ଷା କରନ୍ତୁ, ସବୁଠାରୁ ବଡ଼ କଥା ତ ଏପର୍ଯ୍ୟନ୍ତ ମୁଁ କହି ହିଁ ନାହିଁ, କାରଣ ଏହି 5ଟି ଖୁସି ଖବର ମଧ୍ୟରେ ଏପରି ଏକ ଖବର ଲୁଚି ରହିଛି ଯାହା ଆପଣଙ୍କ ସବୁଠାରୁ ନିକଟତର ମଣିଷ ସହିତ ଜଡ଼ିତ। ଆଉ ଯଦି ଆପଣ ଏହି ସଂକେତକୁ ସମୟ ଥାଉ ଥାଉ ଚିହ୍ନି ନେବେ, ତେବେ ଆସନ୍ତା କିଛି ଦିନ ମଧ୍ୟରେ ଆପଣଙ୍କ ଜୀବନର କଷ୍ଟ ଶେଷ ହେବା ଆରମ୍ଭ ହୋଇଯିବ। ଆଉ ଧ୍ୟାନ ଦେଇ ଶୁଣନ୍ତୁ, ଯଦି ଗତ କିଛି ଦିନ ହେବ ଆପଣଙ୍କୁ ବାରମ୍ବାର କୌଣସି ପୁରୁଣା କଥା ମନେ ପଡୁଛି, ରାତିରେ ନିଦ ହଠାତ୍ ଭାଙ୍ଗି ଯାଉଛି କିମ୍ବା ବିନା କାରଣରେ ମନ ଅସ୍ଥିର ହେଉଛି, ତେବେ ଏହାକୁ ହାଲୁକ ଭାବେ ନିଅନ୍ତୁ ନାହିଁ। ଏହା ସାଧାରଣ ସଂକେତ ନୁହେଁ। ମହାଦେବ ଆପଣଙ୍କ ଜୀବନରେ ପ୍ରବେଶ କରିବାକୁ ଯାଇଥିବା ସେହି ଊର୍ଜାର ଇସାରା ଦେଉଛନ୍ତି, ଯାହା ଆପଣଙ୍କ ବନ୍ଦ ରାସ୍ତା ସବୁକୁ ଖୋଲିବାକୁ ଯାଉଛି। ଆଉ ଆଜିର ଏହି ସମ୍ପୂର୍ଣ୍ଣ ବାଣୀରେ ମୁଁ ଆପଣଙ୍କୁ ସେହି ଗୋଟିଏ ରହସ୍ୟ ମଧ୍ୟ କହିବି, ଯାହା କଳି ଯୁଗରେ ବହୁତ କମ୍ ଲୋକଙ୍କୁ ଜଣାପଡ଼ିଥାଏ। ସେଥିପାଇଁ କୁଆଡ଼େ ଯାଆନ୍ତୁ ନାହିଁ, କାରଣ ମଝିରୁ ଛାଡ଼ି ଦେଇଥିବା ଏହି ଭିଡିଓ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହୋଇପାରେ। କୁମ୍ଭ ରାଶି, ଆପଣଙ୍କ ଉପରେ ଗତ କେତେ ମାସ ହେବ ଯେଉଁ ଭାରୀପଣ ଥିଲା, ଏବେ ତାହା ଧୀରେ ଧୀରେ ହଟିବାକୁ ଯାଉଛି। ଆପଣଙ୍କ ମୁହଁର ହସ ଫେରିବାକୁ ଯାଉଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ପରିବର୍ତ୍ତନ ହଠାତ୍ ହେବ, ଏତେ ହଠାତ୍ ଯେ ଆପଣଙ୍କ ନିଜ ଲୋକମାନେ ମଧ୍ୟ ଭାବନାରେ ପଡ଼ିଯିବେ ଯେ ଶେଷରେ ଆପଣଙ୍କ ସହିତ ଏପରି କ'ଣ ହୋଇଗଲା। ଆଉ ଏହିଠାରୁ ଆରମ୍ଭ ହେଉଛି ପ୍ରଥମ ବଡ଼ ଖୁସି ଖବର। ଆପଣଙ୍କ ଜୀବନରେ ଏପରି ଏକ କାମ ହେବାକୁ ଯାଉଛି ଯାହାକୁ ନେଇ ଆପଣ ପ୍ରାୟ ଆଶା ଛାଡ଼ି ଦେଇଥିଲେ। ହୋଇପାରେ ତାହା ଚାକିରି, ଟଙ୍କା ଅଟକି ରହିଥିବା କାମ କିମ୍ବା କୌଣସି ନିଜ ଲୋକଙ୍କ ସହ ଜଡ଼ିତ ସମସ୍ୟା ହୋଇଥିବ। କିନ୍ତୁ ଏବେ ଗ୍ରହମାନଙ୍କ ଗତି ବଦଳି ସାରିଛି। ଆଉ ଯେତେବେଳେ କୁମ୍ଭ ରାଶି ଉପରେ ବ୍ରହ୍ମାଣ୍ଡର ବିଶେଷ କୃପା ପଡ଼ିଥାଏ, ସେତେବେଳେ ଜିନିଷ ଗୁଡ଼ିକ ଧୀରେ ଧୀରେ ନୁହେଁ, ବରଂ ହଠାତ୍ ବଦଳିଯାଏ। କିନ୍ତୁ ଏଠାରେ ଗୋଟିଏ ଚେତାବନୀ ମଧ୍ୟ ଲୁଚି ରହିଛି, କାରଣ ଯେଉଁ ଦିନ ଏହି ଖୁସି ଖବର ଆପଣଙ୍କ ପାଖକୁ ଆସିବ, ସେହି ଦିନ କୌଣସି ଜଣେ ମଣିଷ ଆପଣଙ୍କୁ ଅଟକାଇବାକୁ ଚେଷ୍ଟା କରିବ। ସେ ଆପଣଙ୍କ ମନରେ ଭୟ ସୃଷ୍ଟି କରିବ। ସେଥିପାଇଁ ଆଜିର ଏହି ବାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣିବା ବହୁତ ଜରୁରୀ, ଯାହା ଫଳରେ ଆପଣ ସେହି ମଣିଷକୁ ଚିହ୍ନି ପାରିବେ। ଆଉ ଯଦି ଆପଣ ଏ ପର୍ଯ୍ୟନ୍ତ ଶୁଣୁଛନ୍ତି, ତେବେ ଥରେ ସଚ୍ଚା ମନରୁ କମେଣ୍ଟରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ, କାରଣ ମହାଦେବଙ୍କ ନାମ ଲେଖୁ ଲେଖୁ ନକାରାତ୍ମକ ଶକ୍ତି ସବୁ ଦୁର୍ବଳ ହେବାକୁ ଲାଗନ୍ତି। ଆଉ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ତ ଏହି ନାମ କବଚ ପରି କାମ କରିଥାଏ। ଏବେ ଟିକିଏ ଆପଣଙ୍କ ଗତ 7 ଦିନକୁ ମନେ ପକାନ୍ତୁ। କ'ଣ କେହି ହଠାତ୍ ଆପଣଙ୍କ ସହ ସମ୍ପର୍କ କଲେ? କ'ଣ କୌଣସି ପୁରୁଣା ଚେହେରା ହଠାତ୍ ମନେ ପଡ଼ିଲା? କ'ଣ କୌଣସି ସ୍ୱପ୍ନ ବାରମ୍ବାର ଦେଖାଯାଉଛି? ଯଦି ହଁ, ତେବେ ଏହାର ସିଧା ସମ୍ପର୍କ ଦ୍ୱିତୀୟ ଖୁସି ଖବର ସହିତ ରହିଛି, କାରଣ ଆପଣଙ୍କ ଜୀବନରେ କୌଣସି ପୁରୁଣା ସମ୍ପର୍କ ପୁଣି ଥରେ ଫେରିଆସିବାକୁ ଯାଉଛି। କିନ୍ତୁ କାହାଣୀ ଏତେ ସହଜ ନୁହେଁ। ଏଠାରେ ଯାହା ହେବାକୁ ଯାଉଛି ତାହା ଆପଣଙ୍କ ହୃଦୟ ଓ ଦିମାଗ ଦୁଇଟି ଯାକକୁ ହଲାଇ ଦେବ। ଏପରି କୌଣସି ବ୍ୟକ୍ତିଙ୍କର ପ୍ରତ୍ୟାବର୍ତ୍ତନ ହେବାକୁ ଯାଉଛି, ଯିଏ ଆପଣଙ୍କୁ କେବେ ଅଧରୁ ଛାଡ଼ି ଦେଇଥିଲା। ସେହି ମଣିଷ ଏବେ ଆପଣଙ୍କ ମୂଲ୍ୟ ବୁଝିବାକୁ ଲାଗିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଯେତେବେଳେ ସେ ଫେରିଆସିବ, ସେତେବେଳେ ଆପଣଙ୍କ ପାଖରେ ଦୁଇଟି ରାସ୍ତା ଥିବ। ଗୋଟେ ରାସ୍ତା ଆପଣଙ୍କୁ ପୁରୁଣା କଷ୍ଟ ଭିତରକୁ ଫେରାଇ ନେବ, ଆଉ ଦ୍ୱିତୀୟ ରାସ୍ତା ଆପଣଙ୍କୁ ସେହି ନୂଆ ଆରମ୍ଭ ପାଖରେ ପହଞ୍ଚାଇବ, ଯାହାର ଅପେକ୍ଷା ଆପଣଙ୍କ ଆତ୍ମା କରୁଥିଲା। ଆଉ ଆଜି ରାତିରେ, ଠିକ୍ ରାତି ସମୟରେ ଆପଣଙ୍କୁ ଏପରି ଏକ ସଂକେତ ମିଳିବ, ଯାହା ଦ୍ୱାରା ଆପଣ ବୁଝିପାରିବେ ଯେ କେଉଁ ରାସ୍ତା ବାଛିବାକୁ ହେବ। କିନ୍ତୁ ଏବେ ବି ଅସଲି କଥା ବାକି ଅଛି, କାରଣ ତୃତୀୟ ଖୁସି ଖବର
ସିଧାସଳଖ ଆପଣଙ୍କ ଧନ ସହ ଜଡ଼ିତ। ଆଉ ଏଠାରେ ଯାହା ଦେଖାଯାଉଛି ତାହା ସାଧାରଣ ନୁହେଁ। କୁମ୍ଭ ରାଶି, ଆପଣଙ୍କ ହାତକୁ ଆସିବାକୁ ଥିବା ଟଙ୍କା ହଠାତ୍ ଆସିବ। ଏତେ ହଠାତ୍ ଯେ ପ୍ରଥମେ ଆପଣଙ୍କୁ ନିଜେ ବିଶ୍ୱାସ ହେବ ନାହିଁ। କୌଣସି ଅଟକି ରହିଥିବା ଟଙ୍କା, କୌଣସି ପୁରୁଣା ଦେଣ, କୌଣସି ସୁଯୋଗ କିମ୍ବା କୌଣସି ଏପରି କାମ ଯାହା ଦୀର୍ଘ ସମୟରୁ ଅଟକି ରହିଥିଲା, ଏବେ ତାହା ଖୋଲିବାର ସମୟ ଆସିଯାଇଛି। କିନ୍ତୁ ମନେ ରଖନ୍ତୁ, ଏହି ଟଙ୍କା ସମସ୍ତଙ୍କୁ ଜଣାଇବା ପାଇଁ ନୁହେଁ, କାରଣ ଆପଣଙ୍କ ରାଶିର ଆଖପାଖରେ ଏହି ସମୟରେ ଈର୍ଷାର ଊର୍ଜା ବହୁତ ତୀବ୍ର ରହିଛି। ଆଉ ଏହିଠାରେ ହିଁ ଏକ ବହୁତ ବଡ଼ ସଂକେତ ଲୁଚି ରହିଛି। ଯଦି କିଛି ଦିନ ହେବ ଆପଣଙ୍କ ଘରେ କୌଣସି ଜିନିଷ ବାରମ୍ବାର ଖସି ପଡ଼ୁଛି, କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ହଠାତ୍ ଖରାପ ହୋଇଯାଉଛି କିମ୍ବା ବିନା କାରଣରେ ଚାପର ପରିବେଶ ସୃଷ୍ଟି ହେଉଛି, ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କ ଉନ୍ନତିରେ କେହି ଜଣେ ଭିତରେ ଭିତରେ ଜଳୁଛି। କିନ୍ତୁ ଭୟ କରନ୍ତୁ ନାହିଁ, କାରଣ ଯେଉଁ ଶକ୍ତି ଆପଣଙ୍କ ସହିତ ଛିଡ଼ା ହୋଇଛି ତା ସାମ୍ନାରେ ଏହି ନକାରାତ୍ମକ ବେଶୀ ସମୟ ତିଷ୍ଠି ରହିପାରିବ ନାହିଁ। ଏବେ ଏଠାରେ ବହୁତ ଲୋକ ଗୋଟିଏ ଭୁଲ କରନ୍ତି। ଯେମିତି ହିଁ ଟିକିଏ ଭଲ ସମୟ ଆରମ୍ଭ ହୁଏ, ସେମାନେ ନିଜର ଯୋଜନା ସବୁ ସମସ୍ତଙ୍କୁ ଜଣାଇବାକୁ ଲାଗନ୍ତି। କିନ୍ତୁ କୁମ୍ଭ ରାଶି, ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଆପଣଙ୍କର ବଡ଼ ବଡ଼ ନିଷ୍ପତ୍ତି କାହା ସହିତ ସେୟାର କରନ୍ତୁ ନାହିଁ, କାରଣ ଆପଣଙ୍କର ନୀରବତା ହିଁ ଏହି ସମୟରେ ଆପଣଙ୍କର ସବୁଠାରୁ ବଡ଼ ଶକ୍ତି ପାଲଟିବାକୁ ଯାଉଛି। ଆଉ ଶୁଣନ୍ତୁ, ଆସନ୍ତା 24 ଘଣ୍ଟା ମଧ୍ୟରେ ଆପଣଙ୍କୁ ଏପରି କୌଣସି ଶବ୍ଦ ଶୁଣାଯିବ, ଯାହା ପ୍ରଥମ ଦେଖାରେ ସାଧାରଣ ଲାଗିବ, କିନ୍ତୁ ସେହି ଶବ୍ଦ ହିଁ ଆପଣଙ୍କ ଆସନ୍ତା ସମୟର ସଂକେତ ହେବ। ହୋଇପାରେ ତାହା କାହାର ନାମ, କୌଣସି ସ୍ଥାନ କିମ୍ବା କୌଣସି ପୁରୁଣା ମନେ ପଡ଼ିବା। ଯେତେବେଳେ ଏପରି ହେବ, ସେତେବେଳେ ତାହାକୁ ଅଣଦେଖା କରନ୍ତୁ ନାହିଁ, କାରଣ ବ୍ରହ୍ମାଣ୍ଡ ଏହି ସମୟରେ ସିଧାସଳଖ ଆପଣଙ୍କୁ ସଂକେତ ଦେବାକୁ ଚେଷ୍ଟା କରୁଛନ୍ତି। ଯଦି ଆପଣ ଏ ପର୍ଯ୍ୟନ୍ତ ଭିଡ଼ିଓ ଦେଖୁଛନ୍ତି, ତେବେ ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଏହି ବାଣୀ କେବଳ ଆପଣଙ୍କ ପାଇଁ ହିଁ। ସେଥିପାଇଁ ଥରେ ଭିଡ଼ିଓକୁ ପସନ୍ଦ ନିଶ୍ଚୟ କରିଦିଅନ୍ତୁ, ଯାହାଫଳରେ ମହାଦେବଙ୍କର ଏହି ଊର୍ଜା ଅଧିକରୁ ଅଧିକ କୁମ୍ଭ ରାଶିର ଲୋକଙ୍କ ପାଖରେ ପହଞ୍ଚି ପାରିବ। ଆଉ କମେଣ୍ଟରେ ନିଜର ମନସ୍କାମନା ଲେଖନ୍ତୁ, କାରଣ ଆଜି ଯେଉଁ ଶବ୍ଦ ଆପଣ ଲେଖିବେ ତାହା ବ୍ରହ୍ମାଣ୍ଡ ପର୍ଯ୍ୟନ୍ତ ବହୁତ ଶୀଘ୍ର ପହଞ୍ଚିବାକୁ ଯାଉଛି। ଏବେ ଟିକେ ସମ୍ଭାଳି ହୋଇ ଶୁଣନ୍ତୁ, କାରଣ ଏହିଠାରୁ କାହାଣୀ ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ଆପଣଙ୍କ ଜୀବନରେ ଏପରି ଜଣେ ମଣିଷ ଅଛନ୍ତି, ଯିଏ ସାମ୍ନାରେ ଆପଣଙ୍କର ଶୁଭଚିନ୍ତକ ସାଜନ୍ତି, କିନ୍ତୁ ଭିତରେ ଭିତରେ ସେ ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଉପରେ ନଜର ରଖୁଛନ୍ତି। ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ ଆସନ୍ତା ଦିନଗୁଡ଼ିକରେ ସେହି ମଣିଷ ଯୋଗୁଁ ହିଁ ଏକ ବଡ଼ ସତ୍ୟ ଆପଣଙ୍କ ସାମ୍ନାକୁ ଆସିବାକୁ ଯାଉଛି। ପ୍ରଥମେ ଆପଣଙ୍କୁ ଦୁଃଖ ହେବ, କିନ୍ତୁ ପରେ ଆପଣ ବୁଝିପାରିବେ ଯେ ମହାଦେବ ସଠିକ ସମୟରେ ଆପଣଙ୍କୁ ସତ୍ୟତା ଦେଖାଇଦେଲେ। ଆଉ ଏହା ହିଁ ସେହି ମୋଡ଼ ଯେଉଁଠାରେ ଚତୁର୍ଥ ଖୁସି ଖବର ପ୍ରବେଶ କରୁଛି। କୁମ୍ଭ ରାଶି, ଆପଣଙ୍କ କ୍ୟାରିୟରରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯେଉଁ ଲୋକମାନେ ଚାକିରିରେ ଅଛନ୍ତି, ସେମାନଙ୍କ ପାଇଁ ହଠାତ୍ ନୂଆ ଦାୟିତ୍ୱ କିମ୍ବା ନୂଆ ସୁଯୋଗ ଆସିପାରେ। ଆଉ ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କ ପାଇଁ ଏପରି ଏକ ସମ୍ପର୍କ ଗଢ଼ି ଉଠିବାକୁ ଯାଉଛି, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଭ ଦେବ। କିନ୍ତୁ ସବୁଠାରୁ ବେଶୀ ଫାଇଦା ସେହି ଲୋକମାନଙ୍କର ହେବ, ଯେଉଁମାନେ ଗତ କେତେ ମାସ ହେବ ହାର ମାନିବାକୁ ଭାବୁଥିଲେ, କାରଣ ଆପଣଙ୍କ ରାଶି ଉପରେ ଏହି ସମୟରେ ଯେଉଁ ଯୋଗ ସୃଷ୍ଟି ହେଉଛି ତାହା ହଠାତ୍ ଉନ୍ନତିର ଯୋଗ। କିନ୍ତୁ ରୁହନ୍ତୁ, ଏଠାରେ ଗୋଟିଏ ଛୋଟ ପରୀକ୍ଷା ମଧ୍ୟ ଲୁଚି ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଆପଣଙ୍କ ସାମ୍ନାକୁ ଏପରି ଏକ ସୁଯୋଗ ଆସିବ, ଯାହା ଆରମ୍ଭରୁ ଛୋଟ ଲାଗିବ। ଆପଣଙ୍କ ମନ କହିବ ଯେ ଏଥିରେ କିଛି ଖାସ୍ ନାହିଁ, କିନ୍ତୁ ସେହି ଛୋଟ ସୁଯୋଗ ପରେ ବହୁତ ବଡ଼ ରୂପ ନେଇପାରେ। ସେଥିପାଇଁ କୌଣସି ବି ନୂଆ ଆରମ୍ଭକୁ ହାଲୁକା ଭାବେ ନିଅନ୍ତୁ ନାହିଁ। ବିଶେଷ କରି ସନ୍ଧ୍ୟା ସମୟରେ ମିଳୁଥିବା ପ୍ରସ୍ତାବ ଗୁଡ଼ିକୁ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଆପଣଙ୍କ ଭାଗ୍ୟର ଦ୍ୱାର ରାତି ସମୟରେ ଖୋଲିବାକୁ ଯାଉଛି। ଆଉ ଏବେ ମୁଁ ଆପଣଙ୍କୁ ସେହି କଥା କହିବାକୁ ଯାଉଛି, ଯାହା ଶୁଣି ହୁଏତ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। କାଲି ରାତିରେ କିମ୍ବା ଆସନ୍ତା କୌଣସି ରାତିରେ, ଠିକ୍ ଯେତେବେଳେ ସମସ୍ତେ ଶୋଇ ପଡ଼ିଥିବେ,
ଆପଣଙ୍କ ମନରେ ହଠାତ୍ ଏକ ବିଚାର ଆସିବ। ଏପରି ବିଚାର ଯାହା ବିନା କାରଣର ଲାଗିବ, କିନ୍ତୁ ସେହି ବିଚାର ହିଁ ଆପଣଙ୍କ ଭବିଷ୍ୟତର ଦିଗ ବଦଳାଇ ଦେଇପାରେ। କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ଷଷ୍ଠ ଇନ୍ଦ୍ରିୟ ଏହି ସମୟରେ ବହୁତ ତୀବ୍ର ଭାବେ କାମ କରୁଛି। ସେଥିପାଇଁ ନିଜ ମନର ଆବାଜକୁ ଅଣଦେଖା କରନ୍ତୁ ନାହିଁ। ଆଉ ଯଦି ଆପଣଙ୍କ ଗତ ଦିନଗୁଡ଼ିକରେ କୌଣସି ମନ୍ଦିରରେ ଘଣ୍ଟିର ଶବ୍ଦ ହଠାତ୍ ଶୁଣିଲେ କିମ୍ବା ବାରମ୍ବାର ମହାଦେବ ନାମ ଆପଣଙ୍କ କାନରେ ପଡ଼ିଲା, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ପ୍ରାର୍ଥନା ସବୁ ଏବେ ଶୁଣାଯାଇ ସାରିଛି। କିନ୍ତୁ କାହାଣୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, କାରଣ ପଞ୍ଚମ ଖୁସି ଖବର ସବୁଠାରୁ ବିପଜ୍ଜନକ ଓ ସବୁଠାରୁ ଶକ୍ତିଶାଳୀ। ଏହି ଖୁସି ଖବର ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ସହ ଜଡ଼ିତ। ଆଉ ଏଠାରେ ଯାହା ଦେଖାଯାଉଛି ତାହା ସାଧାରଣ ଜ୍ୟୋତିଷୀୟ ସଂକେତ ନୁହେଁ। ଆପଣଙ୍କ ଜୀବନରେ ଏପରି ଏକ ସମୟ ଆରମ୍ଭ ହେବାକୁ ଯାଉଛି ଯେଉଁଠାରେ ଲୋକମାନେ ଆପଣଙ୍କୁ ଦେଖି କହିବେ ଯେ ଏତେ ପରିବର୍ତ୍ତନ କିପରି ଆସିଗଲା। କିନ୍ତୁ ଏହି ପରିବର୍ତ୍ତନ ପୂର୍ବରୁ ବ୍ରହ୍ମାଣ୍ଡ ଆପଣଙ୍କୁ ଗୋଟିଏ ଶେଷ ପରୀକ୍ଷା ଦେବ। ଆପଣଙ୍କୁ ଲାଗିବ ଯେ ସବୁକିଛି ହାତରୁ ବାହାରି ଯାଉଛି। ମୁହୂର୍ତ୍ତକ ପାଇଁ ଆପଣ ନିଜକୁ ଏକା ଅନୁଭବ କରିବେ, କିନ୍ତୁ ଠିକ୍ ସେହି ମୁହୂର୍ତ୍ତରେ ଉପରବାଲା ଆପଣଙ୍କ ପାଇଁ ସେହି ରାସ୍ତା ଖୋଲିବେ ଯାହାର ଆପଣ କେବେ କଳ୍ପନା ସୁଦ୍ଧା କରିନଥିବେ। ଆଉ ଧ୍ୟାନ ରଖିବେ, ସେହି ସମୟରେ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ସେହି ଅନ୍ଧକାର ହିଁ ଆପଣଙ୍କ ଜୀବନର ସବୁଠାରୁ ବଡ଼ ସକାଳ ନେଇ ଆସିବ। ଯଦି ଆପଣ ଏ ପର୍ଯ୍ୟନ୍ତ ଦେଖୁଛନ୍ତି, ତେବେ ଥରେ ହୃଦୟରୁ ହର ହର ମହାଦେବ ଲେଖନ୍ତୁ, କାରଣ ଆଜିର ରାତିରେ ମହାଦେବଙ୍କ କୃପା କୁମ୍ଭ ରାଶି ଉପରେ କିଛି ଅଲଗା ରୂପରେ ବର୍ଷିବାକୁ ଯାଉଛି। ଏବେ ଏଠାରେ ଗୋଟିଏ ରହସ୍ୟ ଲୁଚି ରହିଛି ଯାହା ସମସ୍ତଙ୍କୁ କୁହାଯାଏ ନାହିଁ। ଆପଣଙ୍କ ଘର ଆଖପାଖରେ କିମ୍ବା ଆପଣଙ୍କ ଘରେ ଏପରି ଏକ ଊର୍ଜା ଉପସ୍ଥିତ ଅଛି ଯାହା କ୍ରମାଗତ ଭାବେ ଆପଣଙ୍କୁ କୌଣସି ବିଶେଷ ଦିଗକୁ ଠେଲୁଛି। କେତେବେଳେ ହଠାତ୍ ଅସ୍ଥିରତା, କେତେବେଳେ ବିନା କାରଣରେ ଖୁସି, କେତେବେଳେ ପୁରୁଣା ସ୍ମୃତି। ଏସବୁ ସଂକେତ ଯେ ଆପଣଙ୍କ ଜୀବନ ଏବେ ପୁରୁଣା ରାସ୍ତାରେ ଚାଲିବ ନାହିଁ। ଆଉ ବହୁତ ଶୀଘ୍ର ଆପଣଙ୍କୁ ଏପରି କୌଣସି ବ୍ୟକ୍ତି ସହ କଥା ହେବାକୁ ପଡ଼ିବ ଯାହା ସହ କଥା ହେବାରୁ ଆପଣଙ୍କ କାଫି ସମୟରୁ ବଞ୍ଚୁଥିଲେ। କିନ୍ତୁ ଅସଲି ଖେଳ ସେହିଠାରୁ ଆରମ୍ଭ ହେବ, କାରଣ ସେହି କଥାବାର୍ତ୍ତା ପରେ ଆପଣଙ୍କ ସାମ୍ନାକୁ ଏପରି ଏକ ସତ୍ୟ ଆସିବ ଯାହା ଆପଣଙ୍କର କେତେ ବର୍ଷର ଭ୍ରମକୁ ଭାଙ୍ଗିଦେବ। ପ୍ରଥମେ ଆପଣଙ୍କୁ ଝଟକା ଲାଗିବ, ପରେ ଆଶ୍ୱସ୍ତି ମିଳିବ, ଆଉ ସେହି ସତ୍ୟ ହିଁ ଆପଣଙ୍କ ପାଇଁ ନୂଆ ଆରମ୍ଭର ଦୁଆର ଖୋଲିବ। ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏହି ସମ୍ପୂର୍ଣ୍ଣ ପରିବର୍ତ୍ତନର ସମ୍ପର୍କ ସେହି ରାତି ସହିତ ଅଛି ଯେଉଁଦିନ ଚନ୍ଦ୍ର ଅଧା ଦେଖାଯିବେ। ସେହି ରାତିରେ ଆପଣଙ୍କୁ ଏପରି ଏକ ସଂକେତ ମିଳିବ ଯାହା ଦେଖି ଆପଣଙ୍କ ହୃଦୟ ଜୋରରେ ଧଡ଼କିବାକୁ ଲାଗିବ। ଆଉ ସେହି ସଂକେତ ପରେ ଆପଣଙ୍କ ଜୀବନର ଗତି ଏତେ ଦ୍ରୁତ ବଦଳିବାକୁ ଲାଗିବ ଯେ ଆପଣ ନିଜେ ଭାବିବାକୁ ବାଧ୍ୟ ହୋଇଯିବେ ଯେ ଶେଷରେ ଏତେ ସମୟ ପର୍ଯ୍ୟନ୍ତ ସବୁକିଛି ଅଟକି କାହିଁକି ଥିଲା। କୁମ୍ଭ ରାଶି, ଆପଣଙ୍କ ଭାଗ୍ୟର ଚକ ଏବେ ଧୀରେ ନୁହେଁ, ବହୁତ ଜୋରରେ ଘୁରିବାକୁ ଯାଉଛି। କିନ୍ତୁ ଏଠାରେ ଯେଉଁ ସବୁଠାରୁ ବଡ଼ ରହସ୍ୟ ତାହା ଏବେ ବି ଲୁଚି ରହିଛି, କାରଣ ଆପଣଙ୍କ 5ଟି ଖୁସି ଖବର ମଧ୍ୟରୁ ଗୋଟିଏ ଖୁସି ଖବର ଏପରି ଯାହା ସିଧାସଳଖ ଆପଣଙ୍କ ନାମ ଓ ସମ୍ମାନ ସହିତ ଜଡ଼ିତ। ଆପଣଙ୍କ ବିରୁଦ୍ଧରେ ଯେଉଁ ଲୋକମାନେ ନୀରବରେ କଥା ହେଉଥିଲେ, ଯେଉଁ ଲୋକମାନେ ଆପଣଙ୍କ ଅସଫଳ ହେବାର ଅପେକ୍ଷା କରୁଥିଲେ, ସେହି ଲୋକମାନେ ବହୁତ ଶୀଘ୍ର ଆପଣଙ୍କ ସାମ୍ନାରେ ହସୁଥିବାର ଦେଖାଯିବେ। ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏପରି ହୋଇଥିବ ଯିଏ କେବେ ଆପଣଙ୍କ ସାଥ ଛାଡ଼ି ଦେଇଥିଲେ, କିନ୍ତୁ ଏବେ ସମୟ ବଦଳି ସାରିଛି। ବ୍ରହ୍ମାଣ୍ଡ ଏବେ ହିସାବ ସମାନ କରିବା ମୁଡ୍ରେ ଅଛନ୍ତି। ଆଉ ଶୁଣନ୍ତୁ, ଯଦି ଗତ କିଛି ଦିନ ହେବ ଆପଣଙ୍କୁ ବାରମ୍ବାର ଗୋଟିଏ ହିଁ ସଂଖ୍ୟା ଦେଖାଯାଉଛି, ଯେପରି ଗାଡ଼ି ନମ୍ବରରେ, ଘଣ୍ଟାରେ କିମ୍ବା କୌଣସି କାଗଜରେ, ତେବେ ଏହାକୁ ସାଧାରଣ ସଂଯୋଗ ଭାବନ୍ତୁ ନାହିଁ। ଏହା ହିଁ ସଂକେତ ଯାହା ଜରିଆରେ ଉପରବାଲା ଆପଣଙ୍କୁ ଆସନ୍ତା ପରିବର୍ତ୍ତନ ପାଇଁ ପ୍ରସ୍ତୁତ କରୁଛନ୍ତି। ବିଶେଷ କରି ଯଦି ଆପଣଙ୍କୁ ରାତି ସମୟରେ ହଠାତ୍ ଅସ୍ଥିରତା ହେଉଛି, ତେବେ ବୁଝିଯାଆନ୍ତୁ ଯେ ଆପଣଙ୍କ ଆତ୍ମା ଆସନ୍ତା ପରିବର୍ତ୍ତନକୁ ଅନୁଭବ କରିବାକୁ ଲାଗିଲେଣି।
କିନ୍ତୁ ଏଠାରେ ଏକ ମୋଡ଼ ଆସିବାକୁ ଯାଉଛି, କାରଣ ଯେତେ ଶୀଘ୍ର ଖୁସି ସବୁ ଆପଣଙ୍କ ଜୀବନରେ ପ୍ରବେଶ କରିବ, ସେତେ ଶୀଘ୍ର ଗୋଟିଏ ପୁରୁଣା ଭୟ ମଧ୍ୟ ଫେରିଆସିବାକୁ ଚେଷ୍ଟା କରିବ। ଆଉ ଏହା ହିଁ ସେହି ମୁହୂର୍ତ୍ତ ହେବ ଯେଉଁଠାରେ ଆପଣଙ୍କୁ ସବୁଠାରୁ ଶକ୍ତ ହେବାକୁ ପଡ଼ିବ। କୁମ୍ଭ ରାଶି, ଆପଣ ନିଜ ଜୀବନରେ ବହୁତ କିଛି ଏକାକୀ ସହିଛନ୍ତି। ଲୋକଙ୍କ କଥା, ଭଙ୍ଗା ବିଶ୍ୱାସ, ଅଧୁରା ସ୍ୱପ୍ନ, କିନ୍ତୁ ଏବେ ସେହି ସମୟ ଶେଷ ହେବାକୁ ଯାଉଛି। ଆଉ ଯଦି ଆପଣ ଏବେ ବି ଏହି ବାଣୀ ଶୁଣୁଛନ୍ତି, ତେବେ ଥରେ ଭିଡ଼ିଓକୁ ପସନ୍ଦ ନିଶ୍ଚୟ କରିଦିଅନ୍ତୁ, କାରଣ ମହାଦେବଙ୍କ ଆଶୀର୍ବାଦ ସେତେବେଳେ ହିଁ ପୂରଣ ହୋଇଥାଏ ଯେତେବେଳେ ଆପଣ ଏହି ଊର୍ଜାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାନ୍ତି। ଆଉ କମେଣ୍ଟରେ ହର ହର ମହାଦେବ ଲେଖିବା ଭୁଲନ୍ତୁ ନାହିଁ, କାରଣ ଆଜି ଯେଉଁ ଲୋକମାନେ ସଚ୍ଚା ମନରୁ ମହାଦେବଙ୍କ ନାମ ନେବେ, ସେମାନଙ୍କ ଜୀବନରେ ଅଟକି ରହିଥିବା ଊର୍ଜା ଚାଲିବା ଆରମ୍ଭ କରିବ। ଏବେ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଆଗକୁ ଯେଉଁ କଥା ଆସିବାକୁ ଯାଉଛି ତାହା ଆପଣଙ୍କ ପରିବାର ସହିତ ଜଡ଼ିତ। ଆପଣଙ୍କ ଘରେ କୌଣସି ଜଣେ ବ୍ୟକ୍ତିଙ୍କ ଚିନ୍ତା ଆପଣଙ୍କୁ ଭିତରେ ଭିତରେ ଖାଇଯାଉଛି। ବାହାରୁ ଆପଣ ସାଧାରଣ ଦେଖାଯାଉଛନ୍ତି, କିନ୍ତୁ ମନରେ କ୍ରମାଗତ ଭାବେ ଏକ ବୋଝ ଚାଲିଛି। ଆଉ ଏହା ହିଁ କାରଣ ଯେ ଅନେକ ଥର ରାତିରେ ହଠାତ୍ ଆପଣଙ୍କ ଆଖି ଖୋଲିଯାଏ, କିନ୍ତୁ ଏବେ ଯେଉଁ ଯୋଗ ସୃଷ୍ଟି ହେଉଛି, ସେଥିରେ ସେହି ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ସୁଧାର ଦେଖାଯାଉଛି। କୌଣସି ଶୁଭ ସମାଚାର, କୌଣସି ଆଶ୍ୱସ୍ତି କିମ୍ବା କୌଣସି ଏପରି ପରିବର୍ତ୍ତନ ଆସିବାକୁ ଯାଉଛି, ଯାହାଦ୍ୱାରା ଆପଣଙ୍କ ମନରେ ବୋଝ ହାଲୁକା ହେବ। କିନ୍ତୁ ଏଠାରେ ଗୋଟିଏ ଚେତାବନୀ ମଧ୍ୟ ଲୁଚି ରହିଛି। ଘର ଭିତରର ପ୍ରତ୍ୟେକ କଥା ସମସ୍ତଙ୍କୁ କୁହନ୍ତୁ ନାହିଁ, କାରଣ ଏହି ସମୟରେ ଆପଣଙ୍କ ଖୁସି ଖବର ଉପରେ ଅନେକ ଲୋକଙ୍କର ନଜର ଅଛି। ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁ ବ୍ୟକ୍ତି ସବୁଠାରୁ ବେଶୀ ମିଠା କଥା କହୁଛନ୍ତି, ସେହି ବ୍ୟକ୍ତି ହିଁ ଭିତରେ ଭିତରେ ଆପଣଙ୍କ ଊର୍ଜାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତି ଶାନ୍ତ ମନରେ ନିଅନ୍ତୁ। ଶୀଘ୍ରତା ଏହି ସମୟରେ ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଏବେ ଟିକେ ନିଜ ହୃଦୟରେ ହାତ ରଖି ଭାବନ୍ତୁ, କଣ ଆପଣ କେବେ ଅନୁଭବ କରିଛନ୍ତି ଯେ ଆପଣଙ୍କ ପରିଶ୍ରମର ଫଳ ସବୁବେଳେ ବିଳମ୍ବରେ ମିଳେ? ସେପରି ସମ୍ପୂର୍ଣ୍ଣ ଦୁନିଆ ଆଗକୁ ବାହାରିଯାଏ ଆଉ ଆପଣ ଅପେକ୍ଷା କରି ରହିଯାଆନ୍ତି। ଯଦି ହଁ, ତେବେ ଏବେ ସେହି ଅପେକ୍ଷା ଶେଷ ହେବାକୁ ଯାଉଛି, କାରଣ କୁମ୍ଭ ରାଶି ପାଇଁ ଯେଉଁ ଗ୍ରହ ସୃଷ୍ଟି ହୋଇଛି ତାହା ବିଳମ୍ବ ପରେ ବଡ଼ ସଫଳତାର ସଂକେତ ଦେଉଛି। ଆଉ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏହି ସଫଳତା ଏକାକୀ ଆସିବ ନାହିଁ, ଏହା ସହିତ ଏପରି ଏକ ସୁଯୋଗ ମଧ୍ୟ ଆସିବ ଯାହା ଆପଣଙ୍କ ଜୀବନର ଦିଗ ବଦଳାଇ ଦେଇପାରେ। ହୋଇପାରେ ହଠାତ୍ କୌଣସି ନୂଆ ସମ୍ପର୍କ ଗଢ଼ି ଉଠିବ, କୌଣସି ନୂଆ ସ୍ଥାନକୁ ଯିବାର ସୁଯୋଗ ମିଳିବ, କିମ୍ବା କୌଣସି ଏପରି ପ୍ରସ୍ତାବ ଆସିବ ଯାହାର ଆପଣ କଳ୍ପନା ସୁଦ୍ଧା କରିନଥିବେ। କିନ୍ତୁ ଯେତେବେଳେ ସେହି ସୁଯୋଗ ଆସିବ, ସେତେବେଳେ ଭୟ କରନ୍ତୁ ନାହିଁ, କାରଣ ଏହା ହିଁ ସେହି ଦ୍ୱାର ହେବ ଯାହା ଆପଣଙ୍କୁ ଆପଣଙ୍କର ଅସଲି ମଞ୍ଜିର ପର୍ଯ୍ୟନ୍ତ ନେଇଯିବ। କିନ୍ତୁ ରୁହନ୍ତୁ, ଏବେ ସବୁଠାରୁ ବଡ଼ ଟ୍ୱିଷ୍ଟ ବାକି ଅଛି, କାରଣ ଆପଣଙ୍କ ଜୀବନରେ ଏପରି ଜଣେ ମଣିଷ ପୁଣି ଥରେ ପ୍ରବେଶ କରିବାକୁ ଯାଉଛି, ଯାହାର ନାମ ଶୁଣୁ ଶୁଣୁ ଆପଣଙ୍କ ହୃଦୟର ଧଡ଼କନ ବଦଳିଯାଏ। ସେହି ମଣିଷ ବାହାରୁ ଶକ୍ତ ଦେଖାଯିବ, କିନ୍ତୁ ଭିତରେ ଭିତରେ ଅନୁତାପରେ ବୁଡ଼ି ରହୁଥିବ। ଆଉ ଆସନ୍ତା ସମୟରେ ସେ କୌଣସି ନା କୌଣସି ବାହାନାରେ ଆପଣଙ୍କ ସହିତ ଯୋଡ଼ି ହେବାକୁ ଚେଷ୍ଟା କରିବ। କିନ୍ତୁ ଏଠାରେ ନିଷ୍ପତ୍ତି ଆପଣଙ୍କର ହେବ, କାରଣ ଏଥର ଶକ୍ତି ଆପଣଙ୍କ ହାତରେ ରହିବାକୁ ଯାଉଛି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ସମ୍ପୂର୍ଣ୍ଣ ଘଟଣାର ସମୟ ସନ୍ଧ୍ୟା ଓ ରାତି ମଝିର ଦେଖାଯାଉଛି, ଅର୍ଥାତ୍ ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇସାରିଥିବ ଆଉ ଚାରିଆଡ଼େ ଶାନ୍ତି ଥିବ, ସେତେବେଳେ ହିଁ କୌଣସି ବାର୍ତ୍ତା, କୌଣସି କଲ୍ କିମ୍ବା କୌଣସି ଏପରି ସଂକେତ ଆପଣଙ୍କ ପାଖକୁ ଆସିବ ଯାହା ଆପଣଙ୍କ ହୃଦୟକୁ ହଲାଇଦେବ। ଯଦି ଆପଣ ଏପର୍ଯ୍ୟନ୍ତ ଦେଖୁଛନ୍ତି, ତେବେ ଏହାର ସ୍ପଷ୍ଟ ଅର୍ଥ ଯେ ଉପରବାଲା ଆପଣଙ୍କୁ କିଛି ବଡ଼ ଦେଖାଇବାକୁ ଚାହୁଁଛନ୍ତି। ସେଥିପାଇଁ କମେଣ୍ଟରେ ନିଜ ରାଶି ସହିତ ଜୟ ମହାକାଳ ନିଶ୍ଚୟ ଲେଖନ୍ତୁ, କାରଣ ଆଜି ରାତିରେ ଯେଉଁ ଲୋକମାନେ ସଚ୍ଚା ମନରୁ ଏହି ନାମ ଲେଖିବେ, ସେମାନଙ୍କ ଜୀବନରେ ଅଟକି ରହିଥିବା ଭାଗ୍ୟ ପୁଣି ଚାଲିବା ଆରମ୍ଭ କରିବ। ଏବେ ଏପରି କଥା ଯାହା ହୁଏତ ଆପଣ କେବେ କାହାଠାରୁ ଶୁଣିନଥିବେ। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଯେତେବେଳେ ବଡ଼ ପରିବର୍ତ୍ତନ ଆସିବାକୁ ଥାଏ, ସେତେବେଳେ ସେମାନଙ୍କ ଆଖପାଖରେ ହଠାତ୍ ବିଚିତ୍ର ଘଟଣା ସବୁ ଘଟିବାକୁ ଲାଗେ।
ଯେପରି ହଠାତ୍ କୌଣସି ପୁରୁଣା ଗୀତ ଶୁଣାଯିବା, କୌଣସି ବିଶେଷ ବ୍ୟକ୍ତିଙ୍କ କଥା ବାରମ୍ବାର ମନେ ପଡ଼ିବା କିମ୍ବା ବିନା କାରଣରେ ମନ ଭାରି ହେବା, ଏସବୁ ସଂକେତ ଯେ ଆପଣଙ୍କ ଆତ୍ମା ପୁରୁଣା ଅଧ୍ୟାୟକୁ ବନ୍ଦ କରିବାର ପ୍ରସ୍ତୁତି କରୁଛି ଆଉ ଏବେ ସେହି ସମୟ ଆପଣଙ୍କ ଜୀବନରେ ଆସିଯାଇଛି। ବହୁତ ଶୀଘ୍ର ଆପଣଙ୍କୁ ଏପରି ଅନୁଭବ ହେବ ଯେପରି କୌଣସି ଅଦୃଶ୍ୟ ଶକ୍ତି ଆପଣଙ୍କୁ ଏକ ନୂଆ ଦିଗକୁ ଠେଲୁଛି। ଆରମ୍ଭରୁ ଭୟ ଲାଗିବ ସବୁକିଛି ବଦଳି ଯାଉଛି, କିନ୍ତୁ ଏହି ପରିବର୍ତ୍ତନ ହିଁ ଆପଣଙ୍କୁ ସେହି ମଞ୍ଜିଲ ପର୍ଯ୍ୟନ୍ତ ପହଞ୍ଚାଇବ ଯେଉଁଠାରେ ପହଞ୍ଚିବାର ସ୍ୱପ୍ନ ଆପଣ କେତେଥର ନୀରବରେ ଦେଖୁଥିଲେ। କିନ୍ତୁ ଏଠାରେ ଏକ ବହୁତ ବଡ଼ ରହସ୍ୟ ଲୁଚି ରହିଛି। ଆସନ୍ତା କିଛି ଦିନ ମଧ୍ୟରେ ଆପଣଙ୍କୁ ଏପରି ଏକ ସ୍ୱପ୍ନ ଆସିପାରେ ଯାହା ଦେଖି ଆପଣ ହଠାତ୍ ଭୟଭୀତ ହୋଇଯିବେ। ସେହି ସ୍ୱପ୍ନରେ କୌଣସି ପୁରୁଣା ସ୍ଥାନ, କୌଣସି ପୁରୁଣା ଚେହେରା କିମ୍ବା କୌଣସି ଅଧୁରା ଦୃଶ୍ୟ ଦେଖାଯାଇପାରେ। କିନ୍ତୁ ଭୟ କରନ୍ତୁ ନାହିଁ, କାରଣ ସେହି ସ୍ୱପ୍ନ ଭୟଭୀତ କରିବାକୁ ନୁହେଁ, ଚେତାବନୀ ଦେବାକୁ ଆସିବ। ଆଉ ଯଦି ଆପଣ ସେହି ସଂକେତକୁ ବୁଝିନେବେ, ତେବେ ଏକ ବହୁତ ବଡ଼ ସମସ୍ୟା ଆପଣଙ୍କ ଜୀବନରେ ଆସିବା ପୂର୍ବରୁ ହିଁ ଟଳି ଯାଇପାରେ। ଏବେ ଧୀରେ ଧୀରେ ସେହି ସମୟ ନିକଟତର ହେଉଛି ଯେଉଁଠାରେ ଆପଣଙ୍କର ପଞ୍ଚମ ଖୁସି ଖବର ନିଜର ଅସଲି ରୂପ ଦେଖାଇବ। ଆଉ ବିଶ୍ୱାସ କରନ୍ତୁ, ଏହି ଖୁସି ଖବର ବାକି 4ଟି ଖୁସି ଖବର ଠାରୁ ବହୁତ ବଡ଼, କାରଣ ଏହାର ସମ୍ପର୍କ ସିଧାସଳଖ ଆପଣଙ୍କ ଭାଗ୍ୟ ଦ୍ୱାର ସହିତ ରହିଛି। ଆପଣଙ୍କ ଜୀବନରେ ଏପରି ଏକ ପରିବର୍ତ୍ତନ ଆସିବାକୁ ଯାଉଛି ଯାହା ପରେ ଲୋକମାନେ ଆପଣଙ୍କର ପୁରୁଣା ଛବି ଓ ନୂଆ ଜୀବନକୁ ଦେଖି ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ତା ପୂର୍ବରୁ ଉପରବାଲା ଆପଣଙ୍କୁ ଏପରି ଏକ ମୁହୂର୍ତ୍ତ ଦେଖାଇବେ ଯେଉଁଠାରେ ଆପଣଙ୍କୁ ଲାଗିବ ଯେ ସେ ସବୁକିଛି ଶେଷ ହୋଇଯାଇଛି ଆଉ ଏହା ହିଁ ଶେଷ ପରୀକ୍ଷା ହେବ, ଯେଉଁଠାରେ ଅଧିକାଂଶ ଲୋକ ହାର ମାନି ନିଅନ୍ତି। କିନ୍ତୁ କୁମ୍ଭ ରାଶି, ଆପଣ ହାର ମାନିବା ଲୋକ ମଧ୍ୟରୁ ନୁହନ୍ତି। ଆପଣ ଯେତେ ସହିଛନ୍ତି ସେତେ ସବୁ କେହି ସହିପାରିବେ ନାହିଁ। ସେଥିପାଇଁ ଏବେ ବ୍ରହ୍ମାଣ୍ଡ ଆପଣଙ୍କୁ ଖାଲି ହାତରେ ଛାଡ଼ିବେ ନାହିଁ। ଆଉ ଏହି କାରଣରୁ ଆସନ୍ତା ଦିନଗୁଡ଼ିକରେ ଆପଣଙ୍କ ଆଖପାଖରେ ହଠାତ୍ କିଛି ଏପରି ଲୋକ ଆସିବାକୁ ଲାଗିବେ ଯେଉଁମାନେ ଆପଣଙ୍କୁ ସାହାଯ୍ୟ କରିବେ ବିନା କୌଣସି ସ୍ୱାର୍ଥରେ। ପ୍ରଥମେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ, କିନ୍ତୁ ଧୀରେ ଧୀରେ ଆପଣ ବୁଝିଯିବେ ଯେ ସେ ଏସବୁ ପୂର୍ବରୁ ନିର୍ଦ୍ଧାରିତ ଥିଲା। ଆଉ ଏବେ ବହୁତ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ଆସନ୍ତା 72 ଘଣ୍ଟା ମଧ୍ୟରେ ଆପଣଙ୍କ ଜୀବନରେ ଏପରି ଏକ ସଂକେତ ଆସିବାକୁ ଯାଉଛି ଯାହା ଏହି ସମ୍ପୂର୍ଣ୍ଣ ବାଣୀର ସବୁଠାରୁ ବଡ଼ ସତ୍ୟତା ପ୍ରମାଣିତ କରିବ। ହୋଇପାରେ ହଠାତ୍ କୌଣସି ଶୁଭ ସମାଚାର ମିଳିବ, କୌଣସି ବନ୍ଦ ରାସ୍ତା ଖୋଲିଯିବ କିମ୍ବା କୌଣସି ଏପରି ମଣିଷ ଫେରିଆସିବ ଯାହାର ଆପଣ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଯେତେବେଳେ ଏପରି ହେବ, ସେତେବେଳେ ସେହି ମୁହୂର୍ତ୍ତକୁ ହାଲୁକା ଭାବେ ନିଅନ୍ତୁ ନାହିଁ, କାରଣ ସେହି ମୁହୂର୍ତ୍ତ ହିଁ ଆପଣଙ୍କ ଜୀବନର ନୂଆ ଆରମ୍ଭର ପ୍ରଥମ ପାହାଚ ହେବ। ଆଉ ଏବେ ବି ତ ସବୁଠାରୁ ବଡ଼ ରହସ୍ୟ ବାକି ଅଛି, କାରଣ ଯେଉଁ କଥା ଏବେ ସାମ୍ନାକୁ ଆସିବାକୁ ଯାଉଛି ତାହା ହିଁ ଏହି ସମ୍ପୂର୍ଣ୍ଣ ବାଣୀର ସବୁଠାରୁ ଗଭୀର ସତ୍ୟ।